ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଅବତରଣ ସ୍ଥଳ ଚଳଚଞ୍ଚଳ। ଦେଶର ସର୍ବବୃହତ୍ ପଦବୀ ଏବଂ ସର୍ବବୃହତ୍ ଆସନ ହେଉଛି ଦେଶର ରାଷ୍ଟ୍ରପତି। ଦେଶର ସର୍ବବୃହତ୍ ପଦବୀ ହାସଲ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ମାଟିକୁ ଆସୁଛନ୍ତି। ଆକାଶ ମାର୍ଗରୁ ଅବତରଣ କରିବା ପାଇଁ ରାଇରଙ୍ଗପୁର ଦାଣ୍ଡବସଠାରେ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରି ସୁରକ୍ଷାକର୍ମୀ ସହିତ ଉଚ୍ଚ ପଦାଧିକାରୀମାନେ ଗହଳି ଲଗାଇଥିବା ବେଳେ ନିଜ ମାଟିର ମଣିଷଟିଏ ରାଷ୍ଟ୍ରପତିର ମର୍ଯ୍ୟାଦା ନେଇ ନିଜ ମାଟିରେ ପାଦ ଥାପୁଥିବା ଯୋଗୁଁ ଖୁବ୍ ଉତ୍ସାହର ସହିତ ସ୍ୱାଗତ ଜଣାଇବା ପାଇଁ ଅବତରଣ ସ୍ଥଳୀ ଚଳଚଞ୍ଚଳ ହୋଇ ଉଠିଛି। ଜଣେ ମହାନ୍ ନାରୀ ଯିଏକି ଦେଶର ମଙ୍ଗ ଧରିଛନ୍ତି, ସେହି ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜନ୍ମମାଟି ସ୍ୱାଗତ କରିବା ପାଇଁ କୌଣସି ଅବହେଳା କରିନାହିଁ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତିଙ୍କ ଅବତରଣ ସ୍ଥଳ ଜନସମାଗମ ହୋଇ ଉଠୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତା ସହିତ ଲୋକମାନେ କେମିତି ସୁରକ୍ଷିତ ଭାବରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବେ, ସେଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ସୁବନ୍ଦୋବସ୍ତ କରାଯାଇଥିଲା। ଆକାଶ ମାର୍ଗରୁ ଅବତରଣ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ଅନ୍ୟ ମନ୍ତ୍ରୀ ସହିତ ସାଂସଦ ବିଧାୟକଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ଯୋଗଦେବାର ସ୍ଥିର କରାଯାଇଛି। ରାଷ୍ଟ୍ରପତି ଆକାଶ ମାର୍ଗରୁ ଅବତରଣ ପରେ ସ୍ୱତନ୍ତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଭାସ୍ଥଳୀକୁ ଗମନ କରିଥିଲେ। ମୟୂରଭଞ୍ଜକୁ ବିକାଶର ସୂତ୍ରରେ ବାନ୍ଧି ରଖିବା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବାର ମଧ୍ୟ ଯୋଜନା ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତରେ ରାଇରଙ୍ଗପୁର ଅଞ୍ଚଳ ସହିତ ସାରା ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ब्यूरो रिपोर्ट एबी न्यूज।